ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଆଜି ହେଉଛି 75ତମ ଜନ୍ମଦିନ। କେମିତି ନାରୀ ସୁସ୍ଥ ରହିବ ଏବଂ ନାରୀ ସମାଜ ସୁସ୍ଥ ରହିବ, ପରିବାର ସୁସ୍ଥ ରହିବ, ତା ଉପରେ କାର୍ଯ୍ୟକ୍ରମ ଅଛି। ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆଜି ଦିନ ତମାମ ଅଛି। ମୁଁ ନିଶ୍ଚିତ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି, ତାଙ୍କର ନିରାମୟ ଜୀବନ କାମନା କରିବା ସହିତ ସେ କିଭଳି ଭାବରେ ଆଗାମୀ ଦିନରେ ଏ ଭାରତବର୍ଷକୁ ଯଶସ୍ୱୀ କରାଇବା ପାଇଁ, ଏ ଭାରତବର୍ଷକୁ ବିଶ୍ୱଗୁରୁରେ ପରିଣତ କରିବା ପାଇଁ ସେ ନିଶ୍ଚିତ ଭାବରେ ତାଙ୍କର ଯେଉଁ ଉଦ୍ୟମ ଲୋକଙ୍କ ପାଇଁ ଜାରି ରହିବ। ଆଉ ସେଥିପାଇଁ ତାଙ୍କର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଏ ଅଭିଯାନ କାର୍ଯ୍ୟକ୍ରମରେ ଆଜି ଆମେ ସମସ୍ତେ ସାମିଲ ହୋଇ ଆମେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲୁ ଏବଂ ସାରା ଭାରତ କେମିତି ସ୍ୱଚ୍ଛତା ହୋଇପାରିବ, ଓଡ଼ିଶା କେମିତି ସ୍ୱଚ୍ଛତା ହୋଇପାରିବ, ସେଥିପାଇଁ ଆଜିର ଏ କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ସମସ୍ତେ ନିଜର এই অভিযাନରେ ସାମିଲ ହୁଅନ୍ତୁ ଏବଂ ଆମେ ଓଡ଼ିଶାକୁ ସ୍ୱଚ୍ଛତା ରଖିପାରିବା। ଏହି ହେଉଛି ଆଜି ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ପାଇଁ ସନ୍ଦେଶ।